ସନ୍ଧ୍ୟାରେ ଆଳି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର 54 ମାଇଲ ଛକ ନିକଟରେ ଏକ ଲୁନା ଆଗକୁ ହଠାତ୍ ମଇଁଷି ଆସିଯିବାରୁ ଲୁନା ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବାରୁ ବାଇକ୍ ଚାଳକ ଏବଂ ପତ୍ନୀ ତଳେ ପଡ଼ିଯାଇ ଲୁନା ଚାଳକଙ୍କ ଛାତି, ଅଣ୍ଟା ଓ ଆଣ୍ଠୁ ଶକ୍ତ ଆଘାତ ଲାଗିଥିଲା। ସୂଚନା ମୁତାବକ ରାଜକନିକା ବ୍ଲକ ସିକୁଡି ଗ୍ରାମର 56 ବର୍ଷୀୟ ସୁବାସ ଦ୍ୱିବେଦୀ ଆଜି ସନ୍ଧ୍ୟା ସମୟରେ ପଟ୍ଟାମୁଣ୍ଡାଇରୁ ନିଜ ଗାଁ ସିକୁଡିକୁ ପତ୍ନୀଙ୍କ ସହ ଲୁନା ଯୋଗୀ ଫେରୁଥିବା ସମୟରେ ଆଳିର ଦୁର୍ଘଟଣା ପ୍ରବଣ ଅଞ୍ଚଳ 54 ମାଇଲ ଛକ ନିକଟରେ ହଠାତ୍ ତାଙ୍କ ଗାଡି ଆଗକୁ ଏକ ମଇଁଷି ଆସିଯିବାରୁ ସେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ପ୍ରଥମେ ସ୍ଥାନୀୟ ଲୋକେ ତାଙ୍କୁ ଆଳି ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠି ଡାକ୍ତର ସୁବାସଙ୍କର ପ୍ରାଥମିକ ଚିକିତ୍ସା କରାଇବା ପରେ ତାଙ୍କ ଛାତି ଓ ଅଣ୍ଟା ପାର୍ଶ୍ୱରେ ଅଧିକ ଯନ୍ତ୍ରଣା ହୋଇ ସ୍ୱାସ୍ଥ୍ୟ ସ୍ଥିତି ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରାପଡ଼ାକୁ ସ୍ଥାନାନ୍ତର କରିଥିଲେ। ବ୍ୟୁରୋ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।